बंधु मैंने 14 ଜାନୁଆରୀ 2026 दिन एक महासंजोग ହେବାପାଇଁ ଯାଉଛି। ଏହି ଦିନ ସର୍ତ୍ତିଳା ଏକାଦଶୀ ହେବା संगे संगे ଏହି ଦିନ ମକର ସଂକ୍ରାନ୍ତି ମଧ୍ୟ ପଡ଼ିବାକୁ ଯାଉଛି। ତ ଏଭଳି ଏକ ଶୁଭ ସଂଯୋଗରେ ଆପଣ ମାନେ ତୁଳସୀ ଗଛରେ ବାନ୍ଧି ଦିଅନ୍ତୁ ଏହି ଗୋଟିଏ ଜିନିଷ ଏବଂ ତୁଳସୀ ଗଛକୁ ଛୁଇଁ କହି ଦିଅନ୍ତୁ ଏହି ଦୁଇଟି ମନ୍ତ୍ର। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। ଆପଣଙ୍କ ଗୃହରେ ଧନ ସୁଖ ସମୃଦ୍ଧିର ବୃଦ୍ଧି ହେବ। ଆପଣଙ୍କର ସମସ୍ତ ଗ୍ରହ ପୀଡ଼ା ମଧ୍ୟ ଦୂର ହୋଇଯିବ। ମା ଲକ୍ଷ୍ମୀ ଏବଂ ଶ୍ରୀ ବିଷ୍ଣୁଙ୍କର କୃପା ଆପଣଙ୍କୁ ପ୍ରାପ୍ତି ହେବ। ବନ୍ଧୁମାନେ, ଆମର ହିନ୍ଦୁ ଧର୍ମରେ ଏକାଦଶୀ ତିଥିଟିକୁ ଅତ୍ୟନ୍ତ ମହତ୍ତ୍ୱ ଦିଆଯାଇଥାଏ। ବନ୍ଧୁମାନେ, ଆମର ହିନ୍ଦୁ ଧର୍ମରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଅଗଣାରେ ତୁଳସୀ ଗଛ ତ ନିଶ୍ଚିତ ଭାବରେ ରହିଥାଏ। ମାତ୍ର ତୁଳସୀ ଗଛ ସହ ସମ୍ବନ୍ଧିତ କିଛି ନିୟମ ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ତାହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜଣା ନଥାଏ। ତୁଳସୀର ପୂଜା କିପରି କରିବା ଉଚିତ, ତୁଳସୀ ଗଛରେ କିପରି ଭାବରେ ଜଳ ଅର୍ପଣ କରିବା ଉଚିତ, ତୁଳସୀ ଗଛ ପାଖରେ କେଉଁ ସବୁ ବସ୍ତୁ ରଖିବା ଉଚିତ ଏବଂ କେଉଁ ସବୁ ବସ୍ତୁ ନ ରଖିବା ଉଚିତ, ଏପରି ଅନେକ ଗୁଡ଼ିଏ ନିୟମ ପାଳନ କରିବାର ଆବଶ୍ୟକତା ରହିଥାଏ। ଏହା ବ୍ୟତୀତ ଯଦି ଆପଣ ତୁଳସୀ ଗଛ ମୂଳରେ ଏହି ଗୋଟିଏ ଜିନିଷ ବାନ୍ଧି ଦିଅନ୍ତି ତ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ ଏବଂ ଆପଣଙ୍କ ଗୃହରେ ମା ଲକ୍ଷ୍ମୀଙ୍କର ସଦା ନିବାସ ହୋଇଥାଏ। ବନ୍ଧୁମାନେ, ଆପଣଙ୍କ ଘରେ ତୁଳସୀ ଗଛ ରହିବା ଆପଣଙ୍କ ଘରର ପ୍ରତ୍ୟେକ ସଦସ୍ୟମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ। କାରଣ ତୁଳସୀ ଗଛଟି ସବୁ ଦିଗରୁ ଆମ ପାଇଁ ଉପକାରୀ ହୋଇଥାଏ। ପୌରାଣିକ ମାନ୍ୟତା ଅନୁସାରେ ତୁଳସୀ ଗଛରେ ମା ଲକ୍ଷ୍ମୀଙ୍କର ନିବାସ ହୋଇଥାଏ ଏବଂ ନିୟମିତ ଭାବରେ ତୁଳସୀ ଗଛର ପୂଜା କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତି ହୋଇଥାଏ। ତେବେ ଏହା ସହିତ ଯଦି ଆପଣ ନିଜ ଘରେ ତୁଳସୀ ଗଛ ରଖିବା ସହିତ ତୁଳସୀ ଗଛର ନିୟମିତ ଭାବରେ ପୂଜା କରିବା ସହିତ ତୁଳସୀ ଗଛ ମୂଳରେ ଏହି ଜିନିଷଟି ବାନ୍ଧି ଦେଉଛନ୍ତି ତ ଆପଣଙ୍କୁ ତୁଳସୀ ପୂଜା କରିବାର 100 ଗୁଣା ଅଧିକ ଲାଭ ପ୍ରାପ୍ତି ହୋଇଥାଏ। କାରଣ ଏହି ଗୋଟିଏ ଜିନିଷ ବିନା ତୁଳସୀ ଗଛକୁ ଅଧୁରା ମାନାଯାଇଥାଏ। ଏହି ଗୋଟିଏ ଜିନିଷ ତୁଳସୀ ଗଛକୁ ସମ୍ପୂର୍ଣ୍ଣ ବନାଇଥାଏ। ସେଥିପାଇଁ ଶାସ୍ତ୍ରରେ ଏହାର ସବୁଠାରୁ ଅଧିକ ମହତ୍ତ୍ୱ ରହିଛି। ବନ୍ଧୁମାନେ, କେବଳ ଆମର ଓଡ଼ିଶାରେ କିମ୍ବା ଭାରତରେ ନୁହେଁ ବରଂ ଆମର ବିଶ୍ୱ ବ୍ରହ୍ମାଣ୍ଡର ଅନେକାଂଶ ସ୍ଥାନରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ଏବଂ ଉପକାରୀ ବୋଲି ମାନାଯାଇଥାଏ। କାରଣ ତୁଳସୀ ଗଛରେ ଔଷଧୀୟ ଗୁଣ ରହିବା ସହିତ ତୁଳସୀ ଗଛର ମଧ୍ୟ ବହୁତ ଅଧିକ ଆଧ୍ୟାତ୍ମିକ ମହତ୍ତ୍ୱ ରହିଥାଏ। ଆମର ଯେକୌଣସି ଧାର୍ମିକ ଅନୁଷ୍ଠାନ ହେଉ କିମ୍ବା କୌଣସି ଯଜ୍ଞ ହେଉ, ସେଥିରେ ନିଶ୍ଚିତ ଭାବରେ ତୁଳସୀର ପ୍ରୟୋଗ କରାଯାଇଥାଏ। ବିଷ୍ଣୁ ପୁରାଣରେ ତୁଳସୀକୁ ଭଗବାନ ଶ୍ରୀ ବିଷ୍ଣୁଙ୍କର ପତ୍ନୀ ବୋଲି କୁହାଯାଇଛି। ସେହି କାରଣରୁ ତୁଳସୀକୁ ଜଗଜ୍ଜନନୀ ବୋଲି ମଧ୍ୟ କୁହାଯାଇଥାଏ। ବନ୍ଧୁମାନେ, ତୁଳସୀକୁ ସମସ୍ତ ଦେବାଦେବୀମାନଙ୍କ ଠାରୁ ବରଦାନ ପ୍ରାପ୍ତ ହୋଇଛି, ଯେଉଁଥିପାଇଁ ତୁଳସୀର ପତ୍ରକୁ ଅମୃତର ଗୁଣ ସହ ଯୁକ୍ତ ବୋଲି ମାନାଯାଇଛି। ଯେଉଁ ସ୍ଥାନରେ ତୁଳସୀ ଗଛ ରହିଥାଏ ସେହି ସ୍ଥାନରେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଏହି ତିନି ଦେବଙ୍କର ବାସ ହୋଇଥାଏ ଏବଂ ନିୟମିତ ଭାବରେ ଯଥାବିଧି ତୁଳସୀର ପୂଜାର୍ଚ୍ଚନା କରିବା ଦ୍ୱାରା ଆପଣଙ୍କର ସମସ୍ତ ପାପ ମଧ୍ୟ ନଷ୍ଟ ହୋଇଯାଇଥାଏ। ଯେଭଳି ଭାବରେ ସୂର୍ଯ୍ୟୋଦୟ ହେବା ପରେ ରାତ୍ରିର ଅନ୍ଧକାରର ନାଶ ହୋଇଥାଏ, ସେହିଭଳି ଭାବରେ ତୁଳସୀ ପୂଜା କରିବା ଦ୍ୱାରା ଆପଣଙ୍କର ସମସ୍ତ ପାପର ମଧ୍ୟ ବିନାଶ ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଗୃହରେ ତୁଳସୀ ଗଛ ସବୁବେଳେ ହରାଭରା ରହିଥାଏ ସେହି ଗୃହରେ ସଦା ସର୍ବଦା ସୁଖ, ଶାନ୍ତି ଏବଂ ସମୃଦ୍ଧି ମଧ୍ୟ ବନି ରହିଥାଏ। ବନ୍ଧୁମାନେ, ଭଗବାନ ଶ୍ରୀ ବିଷ୍ଣୁଙ୍କୁ ଅର୍ପଣ କରାଯାଉଥିବା ଜିନିଷରେ ଏବଂ ଭଗବାନ ଶ୍ରୀ ବିଷ୍ଣୁଙ୍କୁ ଅର୍ପଣ କରାଯାଉଥିବା ଭୋଗରେ ତୁଳସୀର ପତ୍ର ନିଶ୍ଚିତ ଭାବରେ ରହିବା ଆବଶ୍ୟକ। କାରଣ ତୁଳସୀ ପତ୍ର ବିନା ଭଗବାନ ଶ୍ରୀ ବିଷ୍ଣୁ କୌଣସି ବି ଭୋଗ ସ୍ୱୀକାର କରିନଥାନ୍ତି। ସେଥିପାଇଁ ପ୍ରତ୍ୟେକ ଗୃହରେ ତୁଳସୀ ଗଛ ରହିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ତ ବନ୍ଧୁମାନେ, ଯଦି ଆପଣଙ୍କ ଘରେ ତୁଳସୀ ଗଛ ରହିଛି ତ ନିଜ ଘରେ ସୁଖ, ଶାନ୍ତି, ଧନ, ଧାନ୍ୟ ଏବଂ ସମୃଦ୍ଧି ବୃଦ୍ଧି କରିବା ପାଇଁ ଆପଣ ନିଶ୍ଚିତ ଭାବରେ ମା ତୁଳସୀଙ୍କୁ ଚୁନୁରି ଅର୍ପଣ କରିବା ଉଚିତ। ବନ୍ଧୁମାନେ, ଅନେକ ବ୍ୟକ୍ତି ନିଜ ଘରେ ତୁଳସୀର ଗଛ ତ ଲଗାଇଥାନ୍ତି, ମାତ୍ର ସେମାନଙ୍କ ଦ୍ୱାରା ଏହି ଭୁଲଟି ହୋଇଯାଇଥାଏ ଯେ ସେମାନେ ମା ତୁଳସୀଙ୍କୁ ଚୁନୁରି ଅର୍ପଣ କରିନଥାନ୍ତି, ଯେଉଁ କାରଣରୁ କି ସେମାନେ ତୁଳସୀ ଗଛ ଲଗାଇବାର ଶୁଭ ଫଳ ସେମାନଙ୍କୁ ପ୍ରାପ୍ତି ହୋଇନଥାଏ। ତ ଆପଣ ସବୁବେଳେ ଏହି କଥାଟିକୁ ମନେ ରଖିବା ଉଚିତ ଯେ ଚୁନୁରି ବିନା ତୁଳସୀ ଗଛକୁ ଅଧୁରା ମାନାଯାଇଥାଏ।
ବନ୍ଧୁମାନେ, ତୁଳସୀ କେବଳ ଗୋଟିଏ ଗଛ ହିଁ ନୁହେଁ, ବରଂ ତୁଳସୀ ହେଉଛନ୍ତି ଜଣେ ଦେବୀ। ତୁଳସୀ ହେଉଛନ୍ତି ଶ୍ରୀ ବିଷ୍ଣୁଙ୍କର ପତ୍ନୀ ଏବଂ ତୁଳସୀଙ୍କୁ ଆମେ ଆମର ମା ବୋଲି ମଧ୍ୟ ମାନିଥାଉ। ସେଥିପାଇଁ ତୁଳସୀକୁ ଚୁନୁରି ଅବଶ୍ୟ ଅର୍ପଣ କରିବା ଉଚିତ। ଏପରି କରିବା ଦ୍ୱାରା ପତି ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିଥାଏ ଏବଂ ବିଶ୍ୱାସ ମଧ୍ୟ ବନି ରହିଥାଏ ଏବଂ ମହିଳାମାନେ ସର୍ବଦା ସୌଭାଗ୍ୟବତୀ ଏବଂ ସୁହାଗିନୀର ମଧ୍ୟ ବର ପ୍ରାପ୍ତି ପାଇଥାନ୍ତି। ମାତ୍ର ମା ତୁଳସୀଙ୍କୁ ଚୁନୁରି ଚଢ଼ାଇବା ସମୟରେ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାର ଅଛି ଯେ ଆପଣ ମା ତୁଳସୀଙ୍କୁ କେବେ ବି ଲାଲ ରଙ୍ଗର ଚୁନୁରି ଚଢ଼ାଇବା ଉଚିତ ନୁହେଁ, କାରଣ ଲାଲ ରଙ୍ଗର ସମ୍ବନ୍ଧ ମଙ୍ଗଳ ଗ୍ରହଙ୍କ ସହିତ ରହିଥାଏ ଏବଂ ତୁଳସୀଙ୍କ ସହିତ ବୁଧ ଗ୍ରହର ସମ୍ପର୍କ ରହିଥାଏ। ମଙ୍ଗଳ ଏବଂ ବୁଧ ହେଉଛନ୍ତି ପରସ୍ପରର ଶତ୍ରୁ। ତ ବୁଧଙ୍କର ଅନୁକୂଳ ଗ୍ରହ ହେଉଛନ୍ତି ଶୁକ୍ର ଏବଂ ଶନି। ସେଥିପାଇଁ ତୁଳସୀ ଗଛରେ କେବେ ବି ଲାଲ ଚୁନୁରି ଚଢ଼ାଇବା ଉଚିତ ନୁହେଁ। ଆପଣ ତୁଳସୀ ଗଛରେ ସବୁଜ ରଙ୍ଗର କିମ୍ବା ହଳଦିଆ ରଙ୍ଗର ଚୁନୁରି ଚଢ଼ାଇ ପାରିବେ। ତେବେ ଏହା ମଧ୍ୟ ଆପଣ ଧ୍ୟାନ ରଖିବେ ଯେ ଆପଣ ଯେଉଁ ଚୁନୁରି ମା ତୁଳସୀଙ୍କୁ ଅର୍ପଣ କରୁଛନ୍ତି ତାହା ଯେମିତି ଚିରା କିମ୍ବା ଫଟା ନ ହୋଇଥାଏ। ସମ୍ପୂର୍ଣ୍ଣ ଭଲ ଚୁନୁରି ଆପଣ ସବୁବେଳେ ମା ତୁଳସୀଙ୍କୁ ଅର୍ପଣ କରିବେ। ତେବେ ତୁଳସୀରେ ଚୁନୁରି ବାନ୍ଧିବା ପାଇଁ ଏକାଦଶୀର ଦିନଟିକୁ ସବୁଠାରୁ ଅଧିକ ଭଲ ବୋଲି ମାନାଯାଇଥାଏ, ସର୍ବୋତ୍ତମ ବୋଲି ମାନାଯାଇଥାଏ। ତ ଆପଣ କୌଣସି ବି ଏକାଦଶୀ ଦିନ ଗୋଟିଏ ନୂଆ ଚୁନୁରି ଆଣି ମା ତୁଳସୀଙ୍କୁ ଅର୍ପଣ କରିପାରିବେ। ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ ଗୁଣା ଅଧିକ ଲାଭ ପ୍ରାପ୍ତି ହେବ। ବିନା ଚୁନୁରିରେ ଆପଣ ତୁଳସୀ ଗଛ କେବେ ବି ରଖିବା ଉଚିତ ନୁହେଁ ଏବଂ ଯଦି ଚୁନୁରିଟି ପୁରୁଣା ହୋଇଯାଇଛି ତ ଆପଣ ସେହି ଏକାଦଶୀ ଦିନ ହିଁ ପୁରୁଣା ଚୁନୁରି ବଦଳାଇବା ଉଚିତ। ବନ୍ଧୁମାନେ, ତୁଳସୀ ବିବାହ କରାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି କରିବା ଦ୍ୱାରା ମନୁଷ୍ୟର ସମସ୍ତ ଦୁଃଖ କଷ୍ଟର ଅନ୍ତ ହୋଇଥାଏ ଏବଂ ସାଂସାରିକ ଜୀବନରେ ଆପଣଙ୍କୁ ସମସ୍ତ ପ୍ରକାରର ସୁଖ ପ୍ରାପ୍ତି ହୋଇଥାଏ। ବନ୍ଧୁମାନେ, ଅନେକ ବ୍ୟକ୍ତିମାନେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ତୁଳସୀ ଗଛ ନିକଟରେ କିଛି ଏପରି ଜିନିଷ ରଖିଦେଇଥାନ୍ତି ଯାହାଦ୍ୱାରା ତୁଳସୀ ଗଛର ଅପମାନ ହୋଇଥାଏ। ବନ୍ଧୁମାନେ, କିଛି ଏପରି ଜିନିଷ ରହିଥାଏ ଯେଉଁଗୁଡ଼ିକ କି ତୁଳସୀ ଗଛ ପାଖରେ ରଖିବା ଅନୁଚିତ ହୋଇଥାଏ। ଏହି ଜିନିଷ ଗୁଡ଼ିକ ତୁଳସୀ ଗଛ ପାଖରେ ରଖିବା ଦ୍ୱାରା ଆପଣଙ୍କୁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ, କାରଣ ତୁଳସୀର ଗଛଟି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥାଏ। ତ ଆପଣଙ୍କୁ ତୁଳସୀ ଗଛର ବହୁତ ଭଲ ଭାବରେ ଯତ୍ନ ନେବାର ଆବଶ୍ୟକତା ରହିଥାଏ, ତେବେ ଯାଇ ଆପଣଙ୍କୁ ଏହାର ଶୁଭ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ତୁଳସୀ ଗଛ ନିକଟରେ ମଧ୍ୟ ଆପଣ କେବେ ବି ଅପଶବ୍ଦ କହିବା ଉଚିତ ନୁହେଁ। ତୁଳସୀ ଗଛ ନିକଟରେ ଭୁଲରେ ବି ଆପଣ ଜୋତା ଚପଲ କିମ୍ବା ଝାଡୁ ପୋଛା ମଧ୍ୟ ରଖିବା ଉଚିତ ନୁହେଁ। ଏପରି କରିବାକୁ ପାପ ମାନାଯାଇଥାଏ। ଯେଉଁଠାରେ ତୁଳସୀର ଗଛ ରହିଥାଏ ତା ନିକଟରେ ଛେପ ପକାଇବା ଦ୍ୱାରା ଆପଣ ଘୋର ପାପର ଶିକାର ହୋଇଥାନ୍ତି। ତୁଳସୀ ନିକଟରେ ଜଳରେ ଭରା ପାତ୍ର ମଧ୍ୟ ରଖିବା ଉଚିତ ନୁହେଁ। ଏହା ବ୍ୟତୀତ ତୁଳସୀ ନିକଟରେ ତୁଳସୀ ଗଛ ମୂଳରେ ଦୀପ ଜଳାଇବା ପରେ ଦୀପଟି ଜଳି ସାରିବା ପରେ ସେହି ଦୀପକୁ ସେଠାରୁ ନେଇଯିବା ଉଚିତ। ଲିଭି ଯାଇଥିବା ଦୀପ ମଧ୍ୟ ତୁଳସୀ ନିକଟରେ ରଖିବା ଉଚିତ ନୁହେଁ। ଏହାକୁ ଅଶୁଭ ବୋଲି ମାନାଯାଇଥାଏ। ଯେଉଁ ସ୍ଥାନରେ ଆପଣ ତୁଳସୀ ଗଛ ଲଗାଇଛନ୍ତି ତାର ଚତୁଃପାର୍ଶ୍ୱକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ଏହା ସହିତ ତୁଳସୀ ମୂଳରେ ଆପଣ କେବେ ବି ଶିବଲିଙ୍ଗ କିମ୍ବା ଗଣେଶଙ୍କର ପ୍ରତିମା ରଖିବା ମଧ୍ୟ ଉଚିତ ନୁହେଁ। ଏହା ସହିତ ଆପଣ ଯେଉଁ କୁଣ୍ଡରେ ତୁଳସୀ ଗଛ ଲଗାଇଛନ୍ତି ସେହି କୁଣ୍ଡରେ ଅନ୍ୟ କୌଣସି ଗଛ ଲଗାଇବା ମଧ୍ୟ ଉଚିତ ନୁହେଁ। ତୁଳସୀ ଗଛ ନିକଟରେ ଲୁଗା ଶୁଖାଇବା ମଧ୍ୟ ଉଚିତ ନୁହେଁ, କାରଣ ଏପରି କରିବା ଦ୍ୱାରା ଲୁଗାରୁ ପାଣି ଆସି ତୁଳସୀ ଗଛ ଉପରେ ପଡ଼ିଥାଏ, ଯାହାଦ୍ୱାରା ଆପଣଙ୍କୁ ଘୋର ପାପର ଭାଗୀ ହେବାକୁ ପଡ଼ିଥାଏ। ଏହା ସହିତ ଆପଣ ଯେତେବେଳେ ତୁଳସୀ ପତ୍ର ଛିଣ୍ଡାଉଛନ୍ତି ସେତେବେଳେ ନଖରେ କେବେ ବି ଆପଣ ତୁଳସୀ ପତ୍ର ଛିଣ୍ଡାଇବେ ନାହିଁ। ଏପରି କରିବା ଦ୍ୱାରା ତୁଳସୀ ଗଛର ଅପମାନ ହୋଇଥାଏ। ଯଦି ତୁଳସୀ ପତ୍ର ଝଡ଼ି ତଳେ ପଡ଼ୁଛି ତ ସେହି ତୁଳସୀ ପତ୍ରକୁ ଆପଣ କେବେ ବି ଅଳିଆ ଗଦାରେ ପକାଇବା ଉଚିତ ନୁହେଁ। ତୁଳସୀ ପତ୍ରକୁ ଆପଣ ତୁଳସୀ ମୂଳର ମାଟିରେ ହିଁ ପୋତି ଦିଅନ୍ତୁ। ତ ବନ୍ଧୁମାନେ, ମନେ ରଖିବେ ଯେ କୌଣସି ରବିବାର ଦିନ କିମ୍ବା ଏକାଦଶୀ ଦିନ ଆପଣ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ କିମ୍ବା ତୁଳସୀରେ ଜଳ ଦେବା ମଧ୍ୟ ଉଚିତ ନୁହେଁ। ଏହା ବ୍ୟତୀତ ଅନ୍ୟ ଦିନ ଗୁଡ଼ିକରେ ଆପଣ ପ୍ରତ୍ୟେକ ଦିନ ସକାଳୁ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ତୁଳସୀ ମୂଳରେ ଦୀପ ଜାଳନ୍ତୁ। ଅନେକ ସମୟରେ ମହିଳାମାନେ ନିଜର କେଶକୁ ଖୋଲା ରଖି ତୁଳସୀ ଗଛରେ ଜଳ ଦେଇଥାନ୍ତି। ତେବେ ଏହାକୁ ଅତ୍ୟନ୍ତ
ଅଶୁଭ ବୋଲି ମାନାଯାଇଥାଏ। ଯେଉଁମାନେ ସୁହାଗିନୀ ଅଟନ୍ତି ତ ସେମାନେ ଯେତେବେଳେ ତୁଳସୀ ଗଛରେ ଜଳ ଦେଉଛନ୍ତି ତ ଆପଣ ନିଜ ମଥାରେ ସିନ୍ଦୁର ଲଗାଇ କେଶକୁ ବାନ୍ଧି ମୁଣ୍ଡରେ ଓଢ଼ଣା ଦେଇ ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ। ଏପରି କରିବା ଦ୍ୱାରା ଆପଣଙ୍କୁ ମା ତୁଳସୀଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏବଂ ଯେତେବେଳେ ଆପଣ ତୁଳସୀ ଗଛ ଲଗାଉଛନ୍ତି ତ ଆପଣ ଏହି କଥାକୁ ଧ୍ୟାନରେ ରଖିବେ ଯେ ଆପଣ ଯେଉଁ ମାଟିରେ ତୁଳସୀ ଗଛ ଲଗାଇବେ ସେହି ମାଟି ଯେପରି କୌଣସି ଅପରିଷ୍କାର ଜାଗାରୁ ଆପଣ ନ ଆଣନ୍ତି। ସବୁବେଳେ କୌଣସି ପବିତ୍ର ସ୍ଥାନର ମାଟିରେ ହିଁ ଆପଣ ତୁଳସୀ ଗଛ ଲଗାଇବା ଉଚିତ। ଏହା ସହିତ କୌଣସି ଅପରିଷ୍କାର ସ୍ଥାନରେ ମଧ୍ୟ ତୁଳସୀ ଗଛ ଲଗାଇବା ଉଚିତ ନୁହେଁ। ଯେପରିକି କୌଣସି ନାଳ ନିକଟରେ ହେଉ କିମ୍ବା ବାଥରୁମ ପାଖରେ ହେଉ ଆପଣ କେବେ ବି ତୁଳସୀ ଗଛ ଲଗାଇବେ ନାହିଁ। ବନ୍ଧୁମାନେ, ଆପଣମାନେ ମନେ ରଖିବା ଉଚିତ ଯେ ଆପଣ ଯେଉଁ ତୁଳସୀ ଗଛ ଲଗାଇଛନ୍ତି ତାହା ଯେପରି କେବେ ନ ଶୁଖିବା ଉଚିତ। କାରଣ ଶାସ୍ତ୍ରରେ ମାନ୍ୟତା ରହିଛି ଯେ ତୁଳସୀ ଗଛ ଶୁଖିବାକୁ ଅକାଳ ମୃତ୍ୟୁର ସଂକେତ ଭାବରେ ମାନାଯାଇଥାଏ। ଯଦି ଆପଣ ଲଗାଇଥିବା ତୁଳସୀ ଗଛଟି ଶୁଖିଯାଏ ତ ଆପଣଙ୍କ ଗୃହର ସୁଖ ସମୃଦ୍ଧି ମଧ୍ୟ ସେହିଭଳି ଶୁଖିଯାଇଥାଏ। କାରଣ ଶୁଖିଯାଇଥିବା ତୁଳସୀ ଗଛରେ ମା ଲକ୍ଷ୍ମୀଙ୍କର ନିବାସ ହୋଇନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ଶୁଖିଯିବା ଆସିବାକୁ ଯାଉଥିବା କୌଣସି ବିପଦର ସଂକେତ ଦେଇଥାଏ। ସେଥିପାଇଁ ତୁଳସୀ ଗଛର ଭଲ ଭାବରେ ଯତ୍ନ ନେବା ଆବଶ୍ୟକ ହୋଇଥାଏ ଏବଂ ପ୍ରତ୍ୟେକ ଦିନ ତୁଳସୀ ଗଛକୁ ଜଳ ଅର୍ପଣ କରି ତୁଳସୀ ଗଛକୁ ସବୁବେଳେ ସବୁଜିମା ଭରା ରଖିବା ଉଚିତ। ଏବଂ ତୁଳସୀ ଗଛରେ କେବେ ବି କୌଣସି କେମିକାଲ କିମ୍ବା ସାରର ପ୍ରୟୋଗ କରିବା ମଧ୍ୟ ଉଚିତ ହୋଇନଥାଏ। ଆପଣ ଚାହିଁଲେ ତୁଳସୀ ଗଛ ମୂଳରେ ଗୋବରର ପ୍ରୟୋଗ କରିପାରିବେ, ମାତ୍ର ଅନ୍ୟ କୌଣସି ସାର କିମ୍ବା ରାସାୟନିକ ପଦାର୍ଥର ଆପଣ ଉପଯୋଗ କରିବା ଅନୁଚିତ ହୋଇଥାଏ। ଏହା ବ୍ୟତୀତ ତୁଳସୀ ଗଛରେ କେବେ ବି ବୁଢ଼ିଆଣୀ ଜାଲ କିମ୍ବା କୌଣସି ଅନ୍ୟ କୀଟ ଲାଗିବା ମଧ୍ୟ ଅଶୁଭ ହୋଇଥାଏ। ଶାସ୍ତ୍ର ଅନୁସାରେ ମାସିକ ଧର୍ମ ସମୟରେ କୌଣସି ବି ମହିଳା ତୁଳସୀ ଗଛକୁ ଛୁଇଁବା କିମ୍ବା ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ ହୋଇନଥାଏ। ସ୍ନାନ ନକରି ମଧ୍ୟ ତୁଳସୀ ଗଛକୁ ଛୁଇଁବା କିମ୍ବା ତୁଳସୀ ଗଛରେ ଜଳ ଅର୍ପଣ କରିବା ଉଚିତ ହୋଇନଥାଏ। ପାଦରେ ଚପଲ ପିନ୍ଧି ମଧ୍ୟ ଆପଣ ତୁଳସୀ ଗଛକୁ ଛୁଇଁବା କିମ୍ବା ଜଳ ଅର୍ପଣ କରିବା ଉଚିତ ହୋଇନଥାଏ। ଏବଂ ଯେତେବେଳେ ଆପଣ ତୁଳସୀ ଗଛରେ ଜଳ ଅର୍ପଣ କରୁଛନ୍ତି ସେହି ସମୟରେ ଧ୍ୟାନରେ ରଖିବା ଉଚିତ ଯେ ସେହି ଜଳ ଯେପରି ଆପଣଙ୍କ ପାଦରେ ନ ପଡ଼େ। କାରଣ ଏପରି କରିବା ଦ୍ୱାରା ମା ତୁଳସୀଙ୍କର ଅପମାନ ହୋଇଥାଏ। ବନ୍ଧୁମାନେ, ଶ୍ରୀକୃଷ୍ଣ କହିଛନ୍ତି ଯେ ନିତ୍ୟ ତୁଳସୀ ଗଛର ଦର୍ଶନ କରିବା ଦ୍ୱାରା ମନୁଷ୍ୟକୁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ଏବଂ ପ୍ରତ୍ୟେକ ଦିନ ତୁଳସୀ ପତ୍ରର ସେବନ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପାପ ମଧ୍ୟ ନଷ୍ଟ ହୋଇଯାଇଥାଏ। ତୁଳସୀର ଗଛକୁ ସବୁବେଳେ ଆପଣ ନିଜର ଘରର ସମ୍ମୁଖରେ ଲଗାଇବା ଉଚିତ। ତ ତୁଳସୀ ଗଛକୁ ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଇବା ସର୍ବୋତ୍ତମ ହୋଇଥାଏ। ଯଦି ଆପଣଙ୍କର ତୁଳସୀ ଗଛର କୁଣ୍ଡରେ ଅନ୍ୟ କୌଣସି ଗଛ ଉଠିଯାଉଛି ତ ସେସବୁ ଗଛକୁ ଆପଣ ଉପାଡ଼ି ଦେବା ଉଚିତ। ମାତ୍ର ଯଦି ତୁଳସୀ କୁଣ୍ଡରେ ଆଉ ଅନ୍ୟ ତୁଳସୀ ଗଛ ଉଠୁଛି ତ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନାଯାଇଥାଏ। ଆପଣ ଚାହିଁଲେ ଏହି ତୁଳସୀ ଗଛକୁ ଅନ୍ୟ କାହାକୁ ମଧ୍ୟ ଦେଇପାରିବେ। ମାନାଯାଇଥାଏ ଯେ ଯଦି ଆପଣଙ୍କ ଗୃହରେ ଏକରୁ ଅଧିକ ତୁଳସୀ ଗଛ ଆପେ ଆପେ ଉଠିଯାଇଥାଏ ତ ଏହାକୁ ମା ଲକ୍ଷ୍ମୀଙ୍କର ଆଗମନର ସଂକେତ ବୋଲି ମାନାଯାଇଥାଏ। ତୁଳସୀ ଗଛ ନିକଟରେ କେବେ ବି କଣ୍ଟା ଜାତୀୟ କୌଣସି ଗଛ ଲଗାଇବା ଉଚିତ ନୁହେଁ। କାରଣ କଣ୍ଟା ଜାତୀୟ ଗଛରୁ ନକାରାତ୍ମକ ଉର୍ଜା ନିର୍ଗତ ହୋଇଥାଏ। ବନ୍ଧୁମାନେ, ଅନେକ ବ୍ୟକ୍ତି ନିଜ ଘରେ ନାଗଫେଣିର ଗଛ ରଖିଥାନ୍ତି, ମାତ୍ର ଘରେ କୌଣସି ବି କଣ୍ଟା ଜାତୀୟ ଗଛ ଯାହାକି ମରୁସ୍ଥଳୀୟ ଗଛ ହୋଇଥାଏ ସେସବୁକୁ ଘରେ ରଖିବା ଉଚିତ ହୋଇନଥାଏ। ମାତ୍ର ଶାସ୍ତ୍ରରେ କଦଳୀ ଗଛର ବହୁତ ଅଧିକ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ଯଦି ଆପଣ ତୁଳସୀ ଗଛ ନିକଟରେ କଦଳୀ ଗଛ ଲଗାନ୍ତି ତ ଆପଣଙ୍କୁ ବହୁତ ଅଧିକ ଶୁଭଫଳ ପ୍ରାପ୍ତି ହୋଇଥାଏ। କାରଣ କଦଳୀ ଗଛରେ ଶ୍ରୀ ବିଷ୍ଣୁଙ୍କର ବାସ ହୋଇଥାଏ। ତୁଳସୀ ଗଛ ନିକଟରେ କଦଳୀ ଗଛ ଲଗାଇବା ଦ୍ୱାରା ଆପଣଙ୍କ ଗୃହରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ। କାରଣ ଯେଉଁ ସ୍ଥାନରେ ଶ୍ରୀ ବିଷ୍ଣୁଙ୍କର ବାସ ହୋଇଥାଏ ସେହି ସ୍ଥାନକୁ ମା ଲକ୍ଷ୍ମୀ ଆପେ ଆପେ ଚାଲି ଆସିଥାନ୍ତି। ଏହା ସହିତ ତୁଳସୀ ଗଛ ମୂଳରେ ଆପଣ ଶାଳଗ୍ରାମ ମଧ୍ୟ ନିଶ୍ଚିତ ରୂପରେ ରଖିବା ଉଚିତ। କାରଣ ଶାଳଗ୍ରାମକୁ ଶ୍ରୀ ବିଷ୍ଣୁଙ୍କର ନିରାକାର ରୂପ ବୋଲି ମାନାଯାଇଥାଏ। ଶାଳଗ୍ରାମଟି ଗୋଟିଏ କଳା ରଙ୍ଗର ପଥର ହୋଇଥାଏ ଯାହାକୁ ଅତ୍ୟନ୍ତ ବିଲକ୍ଷଣ ଏବଂ ମୂଲ୍ୟବାନ ବୋଲି ମାନାଯାଇଥାଏ। ତ ଯଦି ଆପଣ ତୁଳସୀ ଗଛ ମୂଳରେ ଶାଳଗ୍ରାମ ରଖନ୍ତି ତ ଆପଣଙ୍କ ଗୃହର ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ନଷ୍ଟ ହୋଇଯାଇଥାଏ।
विष्णु पुराण अनुसारे शालग्रामर चरणामृत जदि मृत्यु समय कौनसी व्यक्तिर मुहरे दि जाए तो सही व्यक्ति को विष्णु लोक प्राप्त होता है। तो बंधु माने जो व्यक्ति प्रत्येक दिन शालग्रामर चरणामृत पान करिथाए ସେହି ବ୍ୟକ୍ତିକୁ ନିଶ୍ଚିତ ରୂପରେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେବେ ଅନେକ ବ୍ୟକ୍ତି ଚରଣାମୃତକୁ ନିଜର ମସ୍ତକରେ ମାରିଥାନ୍ତି, ତେବେ ଏହା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ। ଚରଣାମୃତ ସର୍ବଦା ନିଜର ଡାହାଣ ହାତରେ ସେବନ କରିବା ଉଚିତ। ତେବେ ଆପଣ ଯେତେବେଳେ ନିଜ ଘରକୁ ଶାଳଗ୍ରାମ କିଣିକି ଆଣୁଛନ୍ତି ସେତେବେଳେ ଆପଣଙ୍କୁ ଧ୍ୟାନ ରଖିବା ଉଚିତ ଯେ ସେହି ଶାଳଗ୍ରାମ ଯେପରି ଅସଲି ଶାଳଗ୍ରାମ ହୋଇଥାଏ, କାରଣ ଏବେ ମାର୍କେଟରେ ବହୁତ ନକଲି ଶାଳଗ୍ରାମ ମଧ୍ୟ ମିଳୁଛି, ଯାହାର ପୂଜା କରିବା ଦ୍ୱାରା ଆପଣଙ୍କୁ କୌଣସି ବି ଶୁଭ ଫଳ ପ୍ରାପ୍ତି ହୋଇନଥାଏ। ତେବେ ଆପଣ ନିଜ ଘରେ କେବଳ ଗୋଟିଏ ହିଁ ଶାଳଗ୍ରାମ ରଖି ପୂଜା କରିବା ଉଚିତ। ତ ଆପଣ ଯେତେବେଳେ ଶାଳଗ୍ରାମର ପୂଜା କରୁଛନ୍ତି ତ ତାଙ୍କୁ ଚନ୍ଦନ ଲଗାଇ ଗୋଟିଏ ତୁଳସୀ ପତ୍ର ଉପରେ ରଖି ପୂଜା କରନ୍ତି ତ ଆପଣଙ୍କୁ ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏବଂ ପ୍ରତ୍ୟେକ ଦିନ ଯଦି ଆପଣ ପଞ୍ଚାମୃତରେ ଶାଳଗ୍ରାମକୁ ସ୍ନାନ କରାନ୍ତି ତ ଆପଣଙ୍କ ସମସ୍ତ ଜନ୍ମର ପାପ ମଧ୍ୟ ନଷ୍ଟ ହୋଇଯାଇଥାଏ। ଶାଳଗ୍ରାମ ସକାରାତ୍ମକତା ଏବଂ ସାତ୍विକତାର ପ୍ରତୀକ ହୋଇଥାଏ। ତେବେ ବନ୍ଧୁମାନେ ମୋର ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ବିଷ୍ଣୁ ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖିବେ।